ଗଜପତି ଜିଲ୍ଲା ଅନ୍ତର୍ଗତ କୋଇନପୁର ଅବସ୍ଥିତ ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହାପରେ କୋଇନପୁରା ଗ୍ରାମ ଏକ ଛୋଟ ସଚେତନତା ରାଲି ମଧ୍ୟ ଆୟୋଜିତ କରାଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀମାନେ ଓ ସ୍ଥାନୀୟ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ ଓ ଆଇନଗତ ବିଷୟବସ୍ତୁ ସମ୍ପର୍କରେ ସଚେତନ କରାଇବା। କାର୍ଯ୍ୟକ୍ରମ ସମ୍ପର୍କରେ ନିମ୍ନଲିଖିତ ପ୍ରମୁଖ ବିଷୟଗୁଡ଼ିକୁ ଆଲୋଚନା କରାଯାଇଥିଲା। ଡ୍ରଗ୍ ଆୱାରନେସ୍ ଆଣ୍ଡ ୱେଲନେସ୍ ନାଭିଗେସନ୍ ଯୋଜନା ସମ୍ପର୍କରେ ସଚେତନତା କରାଯାଇଥିଲା, ଯାହାର ଲକ୍ଷ୍ୟ ହେଉଛି ଏକ ମାଦକମୁକ୍ତ ଭାରତ ଗଠନ କରି ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା। ଏହାଛଡ଼ା ପରିବେଶ ନ୍ୟାୟ ସଚେତନତା ଅଭିଯାନ, ଯାହା ମାଧ୍ୟମରେ ପରିବେଶର ସୁରକ୍ଷା ଗୁରୁତ୍ୱ ଓ ସ୍ଥାୟୀ ବିକାଶ ପାଇଁ ନାଗରିକଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆହୁରି ମଧ୍ୟ ଶିଶୁ ବିବାହ ମୁକ୍ତ ଭାରତ ଗଠନ ନିମନ୍ତେ ସଚେତନତା ଅଭିଯାନ, 18 ବର୍ଷରୁ କମ୍ କିନ୍ତୁ ସେଇଟା ଝିଅ ପିଲା, ଝିଅର ଯଦି 18 ବର୍ଷରୁ କମ୍, ପୁଅର ଯଦି 21 ବର୍ଷରୁ କମ୍ ହେଲା। ସୂତା ଲାଗିଛି, ସେ ଯୋଉ ସୂତା ମାନେ ଦୌଡ଼ି ସେଟା କଣ କହୁଛ ଏଠି? ସିକ୍କା। ଆମ ଅନୁଗୁଳ ଜିଲ୍ଲାରେ ସିକ୍କା କହୁଛନ୍ତି। ତ ସେଇଟା ଗୋଟେ ଅଛି ଦାମ। ତେଣୁ ଯଦି ହିସାବ କରି ଦେଖିବା, ଯଦି 5000 ଲୋକଙ୍କ ଘରେ ଯଦି ଏଟାର ଦାମ ପ୍ରାୟ 100 ଟଙ୍କା ହବ, 5000 ଗୁଣନ 100, ବୁଝିଲା? এটা বৃহত্তর হিসাବରେ ଦେଖିଲେ ବହୁତ ଗୁଡ଼େ ଶିଶୁ ବିବାହର କୁପ୍ରଭାବ, ସାମାଜିକ ଅପରିଣାମ ଓ ଆଇନଗତ ପରିଣାମ ସମ୍ପର୍କରେ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବିମଳ ରାଉଳ, ସଚିବ ଗଜପତି, ଶ୍ରୀମତୀ ବି କମଳାଙ୍ଗୀ, ସିଡିପିଓ ରାୟଗଡ଼ା ବ୍ଲକ ଗଜପତି, ପ୍ରଶାନ୍ତ କୁମାର ନିଶିକା, ଆଇଆଇସି ଗାରାବନ୍ଧ ଥାନା, ସୌମ୍ୟରଞ୍ଜନ ସାବର, ମେଡିକାଲ ଅଫିସର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୋଇନପୁର, ଯୁଧିଷ୍ଠିର ବେହେରା, এবি ଓ ରାୟଗଡ଼ା ବ୍ଲକ, ଜୟନ୍ତୀ ସାବର, ସରପଞ୍ଚ କୋଇନପୁର, ପ୍ରକାଶ ଚନ୍ଦ୍ର ଜେନା, ପ୍ରଧାନ ଶିକ୍ଷକ, ମହେନ୍ଦ୍ର ତନୟା ଆଶ୍ରମ ବିଦ୍ୟାଳୟ କୋଇନପୁର ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳମଣ୍ଡିତ କରିଥିଲେ। ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ, ଖୋଲା ଖବର ଟିଭି।